नमो भगवते वासुदेवाय। पंचदश अध्याय पुरुषोत्तम योग। श्री भगवान उवाच अस्वस्थ वृक्षंक प्रधान ताहार मूल ऊर्ध्व जान शाखाता अध जे अटई पत्र समूह छंद हई यद्यपि से शुद्ध अटई प्रदाह रूपीय बयहि श्रुति कहई ए वचन ज्ञानी जे जानई एसन निश्चिंत रूपे हा जान ए सर्वदेव चित्त गुण ऊर्ध्व जे उत्कृष्ट अटई अधनिकृष्ट बोली कई महेश ब्रह्मादेव यज्ञ नाग गंधर्व नर रक्ष एमाने डाल जे वृक्षर वेदोक्त कर्म पत्र तार ज्ञानी को व्यय ए अटई तेणु से मुक्ति की लभई अज्ञानी पक्षे अव्यय भवबंधनर आश्रय संसार वृक्षे जीव शाखा सतादि गुणे बढ़े का शब्द ज्ञानर स्वरूप गंध ए पल्लव स्वरूप। श्रीकृष्ण कहिले अस्वस्थ वृक्ष मानकरे प्रधान ताहार मूल ऊर्ध्व उत्कृष्ट शाखा अध ओ निकृष्ट पत्र सबु छंद ब्रह्मा महेश देव यक्ष गंधर्व नर रक्ष एमाने सबु डाल वेदोक्त कर्मपत्र ज्ञानी माने एहाकु व्यय बा विनाशशील जानिबारु मुक्ति पाआंती मात्र अज्ञानी एहाकु अव्यय मने कि भवबंधन रे पड़े। संसार वृक्षरे जीव शाखा सतादि गुण शब्द स्पर्श रस रूप व गंध एसबु पल्लव निजर कार्य नहीं जीव अध व ऊर्ध्व को जाए सत्कार्य स्वर्ग को जाई पुण्य शेष उत्तम जोनि लभे जे असत पथरे जाए से नर्क भोगी कीटादि जोनि पाए निज कर्मर बसे जीव अध ऊर्ध्वरे करे ठाव सत्कार्ये स्वर्ग को गमई पुण्यांते श्रेष्ठ जोनि पाई असत कर्म रे थाए जेहु नरकादि पथे जाए सेहु भोगान्ते कीट जोनि पाए एही क्रम रे भोगु थाए संसारे जेते प्राणी थांती से माने जानी न पारंती वृक्ष स्वरूपी संसार आद्यंत स्थिति अछि तार एहार जेउ दृढ़ मूल वृक्षर चेर ही सकल वैराग्य नाश करी एहा तत्व ज्ञान रे होई स्नेहा वैराग्य बिना तत्व ज्ञान केबे न मिलई जान तत्व ज्ञानर व्यतिरेके न देखे तर जीवाए के जे ब्रह्म व्यापे चराचर आदि अंत नाही जाहार जे पादे निष्ठा जतनरे भजिले एकाग्र चित्तरे जाहाकु लभिले जे प्राणी संसारे न देखई पुणी से आदि पुराण चरण
ଏକାଗ୍ରେ ପଶତୁ ଶରଣ। ତାଠାରୁ ପୁରୁଣା ଦିଜାତ ସଂସାର ପ୍ରକୃତି ସଜିତ। ଏସନ ଭାବି ଭକ୍ତି ଭରେ ରହିବ ପଦର ସେବାରେ। ଏ ସଂସାର ବୃକ୍ଷ ରୂପୀ ଆଦି ଅନ୍ତଃସ୍ଥିତି ଏହାର ଅଛି। ବୈରାଗ୍ୟ ଭାବେ ଏହାକୁ ତତ୍ତ୍ୱଜ୍ଞାନ ଲଭ। ତେବେ ତୁ ତତ୍ତ୍ୱଜ୍ଞାନ ବଳରେ ତରିଯିବୁ। ତୁ ମନସ୍ଥ କଷଟି ଦ୍ୱାରା ମାୟା ତ୍ୟାଗ କରି ସେହି ଅକ୍ଷୟ ଅବ୍ୟୟ ବ୍ରହ୍ମକୁ ଆଶ୍ରୟ କଲେ ଓ ତାଙ୍କ ପଦ ସେବାରେ ରହିଲେ ସଂସାରରୁ ମୁକ୍ତ ହୋଇଯିବୁ। ମୋହକୁ ନ ବହନ୍ତି ଦେହି ସଙ୍ଗ ଦୋଷକୁ ଛାଡ଼ି ଛଇଁ, ଯେଥାନ୍ତି ଆତ୍ମଜ୍ଞାନରତ କାମନା କରିଛନ୍ତି ହତ। ସେହିମାନେ ବିବେକୀ ନର ଅବ୍ୟୟ ପାଦେ ସ୍ନାନ ତାର, ଚନ୍ଦ୍ରମା ଅଗ୍ନି ଦିନ ନାଥ ପ୍ରକାଶି ନ ପାରେ ଯେ ତତ। ଯୋଗୀଏ ଯାହାକୁ ଲଭିଣ ନ ଫେରନ୍ତି ଏ ସଂସାରେଣ, ଏପରି ସ୍ଥାନ ଯେ ଅଟଇ ପରମ ଧାମ ତାକୁ କହି। ପରମ ପଦ ପରମ ଧାମ ପରମ ବ୍ରହ୍ମ ଏକ ଜାଣ, ଚୈତନ୍ୟ ସ୍ୱରୂପ ଯେ ସେହି ଆପଣା ପ୍ରକାଶ ହୁଅଇ। ରବି ଅନଳ ଚନ୍ଦ୍ରବାତ ଜଡ଼ ପଦାର୍ଥ ଏ ସମସ୍ତ, ସେ ଧାମ ଦେଖିବା ନିମିତ୍ତ ସେ ଶକ୍ତି କାହିଁ ୟାଙ୍କ ଗାତ୍ର। ଜୀବ ଅଟଇ ମୋର ଅଂଶ ସର୍ବଦା ନର ଲୋକେ ବାସ, ପ୍ରକୃତି ଏ ଷଡ଼ଇ ଇନ୍ଦ୍ରିୟ ଟାଣଇ ତାହାକୁ ନିଶ୍ଚୟ। ପୁଷ୍ପରୁ ଯେପରି ପବନ ଆମୋଦ କରଇ ବହନ। ଯେଉଁମାନେ ମୋହ ତ୍ୟାଗ କରିଛନ୍ତି ଓ ଭଗବାନଙ୍କୁ ଭକ୍ତିରେ ଯେ ପୂଜନ୍ତି ସେ ଭକ୍ତ। ଚନ୍ଦ୍ର ଅଗ୍ନି ସୂର୍ଯ୍ୟ ଏମାନେ ସେହି ପରମ ବ୍ରହ୍ମକୁ ଦେଖି ପାରନ୍ତି ନାହିଁ, କାରଣ ଏମାନେ ଜଡ଼ ପଦାର୍ଥ। ଯୋଗୀଏ ଯୋଗ ବଳରେ ସେହି ପରମ ବ୍ରହ୍ମକୁ ଦର୍ଶନ କରି ସେଥିରେ ଲୀନ ହୁଅନ୍ତି। ଜୀବାତ୍ମା ମୋର ଅଂଶ ଅଟେ, ସେ ନରଲୋକରେ ବାସ କରେ। ପଞ୍ଚ ପ୍ରକୃତି ଷଡ଼ ଇନ୍ଦ୍ରିୟ ତାକୁ ଟାଣନ୍ତି। ଯେପରି ବାୟୁ ପୁଷ୍ପର ଗନ୍ଧ ଆହରଣ କରେ, ସେପରି ଜୀବ ଏ ଦେହକୁ ଛାଡ଼ିଯାଏ। ସୂକ୍ଷ୍ମ ଶରୀର ପ୍ରକୃତି ସହ ଯାଇ ଅନ୍ୟତ୍ର ଜନ୍ମ ହୁଏ ଓ ସ୍ଥୂଳ ଶରୀର ପଡ଼ି ରହେ। ଏପରି ସ୍ଥାନ ଯେ ଅଟଇ ପରମ ଧାମ ତାକୁ କହି। ସେପରି ଦେହ ଦେବ ସ୍ୱାମୀ ଛାଡ଼ି ହୁଅଇ ଅନ୍ୟଗାମୀ, ଜୀବନେ ଯେ ଚାଳେ ଛାଡ଼ଇ ସ୍ଥୂଳ ଶରୀର ପଡ଼ି ରହି। ଜୀବନ ସେ ସୂକ୍ଷ୍ମ ଶରୀର ଜୀବନ୍ତେ ଯେ ସ୍ୱଭାବେ ତାର, ସେହି ପ୍ରକୃତି ମତେ ସେହି ଅନ୍ୟ ଶରୀର ପ୍ରାପ୍ତ ହୋଇ। ନାସିକା ଶ୍ରବଣ ନୟନ ଜିହ୍ୱା ସ୍ପରଶ ପୁଣି ମନ, ଏହାଙ୍କ ଆୟତରେ ଜୀବ ବିଷୟ କରଇ ସମ୍ଭୋଗ। ବାକ୍ ପାଣି ପାଦ ପୟୁପସ୍ଥ ଏ ପାଞ୍ଚ ଇନ୍ଦ୍ରିୟ ପ୍ରଶସ୍ତ, ପୁଣି ଯେ ପ୍ରାଣ ବୁଦ୍ଧିମାନ ଏହାକୁ କରେ ସମର୍ଥନ। ସଂକଳ୍ପ ବିକଳ୍ପ ଯେ କରେ ମନ ବୋଲନ୍ତି ତାକୁ ଧୀରେ, ଯେବେଳେ ସେ ଚିନ୍ତ ନାମକ ଚିତ୍ତ ବୋଲଇ ସେବେଳେକ। ନିଶ୍ଚୟ ବସ୍ତୁ ଯେ ମନର ବୁଦ୍ଧି ନାମଟି ଅଟେ ତାର, ଚିତ୍ତ ଯେ ଅହଙ୍କାର ବେନି ମନ ବୁଦ୍ଧିରେ ତାକୁ ଘେନି। ଏ ସପ୍ତଦଶ ଅବୟବ ସାହାଯ୍ୟ ଜୀବ ଭୁଞ୍ଜେ ସର୍ବ, ଜୀବ ଯେ ଦେହାନ୍ତର ପାଇ କିଅ ବା ଏ ଦେହ ଥାଇ। ତ୍ରିଗୁଣ ଜାତ ଜ୍ଞାନେନ୍ଦ୍ରିୟ ବାକାଦି ପଞ୍ଚକର୍ମେନ୍ଦ୍ରିୟ, ପ୍ରାଣ ପବନ ସଙ୍ଗେ ଘେନି ଅନ୍ତଃକରଣ ଚାରି ପୁଣି। ଏ ସର୍ବେ ମିଳିତ ହୋଇଣ ବିଷୟ ଭୋଗୁଥିଲେ ପୁଣ, ମଳିନ ବୁଦ୍ଧି ନ ଦେଖଇ ନିଷ୍କାମ ଜ୍ଞାନୀ ଯେ ଦେଖଇ। ନାସିକା କର୍ଣ୍ଣ ଚକ୍ଷୁ ଜିହ୍ୱା ଓ କର୍ମ ଏହାଙ୍କ ଆଶ୍ରୟରେ ଜୀବ ସମ୍ଭୋଗ କରେ। ବାକ୍ପାଣି ପାଦ ପାୟୁ ଉପସ୍ଥ ଏ ପାଞ୍ଚ ଇନ୍ଦ୍ରିୟ ସଂକଳ୍ପ ବିକଳ୍ପ ଚିତ୍ତ ଅହଙ୍କାର ମନ ବୁଦ୍ଧି ଚିନ୍ତା ଚିତ୍ତ, ଏହି ସପ୍ତଦଶ ଇନ୍ଦ୍ରିୟ ସାହାଯ୍ୟରେ ଜୀବ ସର୍ବଭୋଗ କରେ। ଜୀବ ଦେହାନ୍ତର ଯାଉ ବା ଏକ ଦେହରେ ଥାଉ, ତ୍ରିଗୁଣ ଜାତ ଜ୍ଞାନେନ୍ଦ୍ରିୟ ପଞ୍ଚକମେନ୍ଦ୍ରିୟ ପ୍ରାଣ ପବନ ଅନ୍ତଃକରଣ ଏସବୁ ମିଳି ବିଷୟ ଭୋଗନ୍ତି। ମନ୍ଦ ବୁଦ୍ଧି ନ କରି ନିଷ୍କାମ ଭାବରେ ଭକ୍ତି କଲେ ଜ୍ଞାନ ଜାତ ହୁଏ। ଯେ ଯୋଗୀ କରନ୍ତି ଯତନ ସେମାନେ କରନ୍ତି ଦର୍ଶନ, ଜୀବ ଶରୀର ନୁହେଁ ଏକ ଏସନ ଭାବଇ ବିବେକ। ଜଡ଼ ଅଟଇ ଏ ଶରୀର ଜୀବ ଏ ଚୈତନ୍ୟ ତହିଁର, ଜୀବକୁ ଏ ଦେହେ ଯେ ମନ୍ତ ଯେ ଭାବେ କରେ ଅବସ୍ଥିତ। ଅଶୁଦ୍ଧି ମନ ମନ୍ଦ ବୁଦ୍ଧି ଯତ୍ନେ ନ କରିପାରେ ଶୁଦ୍ଧି, ସୂର୍ଯ୍ୟର ଠାରେ ତେଜ ସେହି ଜଗତେ ପ୍ରକାଶ କରଇ।
ଚନ୍ଦ୍ର ଅଗ୍ନିରେ ଯେଉଁ ତେଜ ମୋହର ଠାରୁ ଜାତ ବୁଝ। ପ୍ରତି ନେତ୍ରେ ଯେ ତେଜ ଥାଏ ସମସ୍ତ ପଦାର୍ଥ ଦେଖାଏ। ସେ ତେଜ ମୋହର ଅଟଇ ଭଲେ ବୁଝ ଏହାକୁ ତୁହି। ବୁଦ୍ଧିରେ ମୁହିଁ ପ୍ରବେଶିଣ ମନିଜ ଶକତି ଅସୀମ। ବଳରେ ସର୍ବଭୂତ ବହି ଚନ୍ଦ୍ରମା ମୁହିଁ ଯେ ଅଟଇ। ଯେତେ ଔଷଧ ଏ ସଂସାରେ ସୃଷ୍ଟି ମୁଁ କରଇ ତାହାରେ। ଅନଳ ସ୍ୱରୂପରେ ମୁହିଁ ପ୍ରାଣୀର ଦେହରେ ରହଇ। ପ୍ରାଣ ପାନ ବାୟୁ ବେନି ସଙ୍ଗତେ ଏହାକୁ ମୁଁ ଘେନି। ଯେ ଯୋଗୀ ଯତ୍ନ କରନ୍ତି ସେମାନେ ଦର୍ଶନ କରନ୍ତି ଜୀବ ଓ ଶରୀର ଏକ ନୁହେଁ। ବୁଦ୍ଧିମାନ ଏହା ଜାଣେ। ଜୀବ ଚୈତନ୍ୟ ଅନୁଗମନ ଏହା ଜାଣିପାରେ ନାହିଁ। ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ଓ ନେତ୍ରରେ ଯେ ତେଜ ଦେଖାଯାଏ ସେ ସବୁ ମୋହର ତେଜ ଅଟେ। ମୁଁ ପୃଥିବୀକୁ ଯାଇ ମୋର ଅସୀମ ଶକ୍ତି ପ୍ରକାଶ କରେ। ସର୍ବଭୂତକୁ ବହନ କରେ। ମୁଁ ଚନ୍ଦ୍ରମା ରୂପରେ ଓ ଧୈର୍ଯ୍ୟ ରୂପରେ ଶକ୍ତି ଦିଏ। ମୁଁ ଅନଳ ରୂପରେ ପ୍ରାଣୀ ଦେହରେ ରହେ। ପ୍ରାଣପାନାଦି ବସ୍ତୁକୁ ଘେନି ଚବ୍ୟ ଚୋଷ୍ୟ ଲେହ୍ୟ ଓ ପେୟ ଚାରି ପ୍ରକାର ଖାଦ୍ୟକୁ ଜୀର୍ଣ୍ଣ କରେ। ପ୍ରାଣାପାନର ସାହାଯ୍ୟରେ ଜୀର୍ଣ୍ଣ ମୁଁ କରଇ ଉଦରେ। ସମସ୍ତ ପ୍ରାଣୀ ହୃଦେ ମୁହିଁ ଜୀବ ସ୍ୱରୂପେ ବିରାଜଇ। ଯେ ସ୍ମରଣ ବିଷୟ ଜ୍ଞାନ ମୋହର ହେତୁ ଏହା ଜାଣ। ମୋଠାରୁ କ୍ଷୟ ପ୍ରାପ୍ତ ହୋଇ ଜ୍ଞୟ ମୁଁ ବେଦରେ ବୋଲାଇ। ବେଦାନ୍ତ ଜ୍ଞାନ ଜାତ ମୁହିଁ ବେଦାର୍ଥ ଜ୍ଞାନୀ ମୁଁ ଅଟଇ। ପୁରୁଷେ ପ୍ରସିଦ୍ଧ ଅଟଇ କ୍ଷର ଅକ୍ଷର ବେନି ହୋଇ। ବ୍ରହ୍ମାଦି ସ୍ଥାବରନ୍ତ ପାଣି ଦଧାମାକ୍ଷର ବୋଲି ଜାଣି। କୁଟସ୍ଥ ସ୍ୱରୂପେ ସ୍ଥାୟୀ ମୁକ୍ତାତ୍ମା ଅକ୍ଷରେ ଅଟଇ। ସର୍ବଭୂତରେ ଜୀବ ଯେହି କୁଟସ୍ଥ ମାୟା ଶକ୍ତି ସେହି। ଶରୀର ମଧ୍ୟେ ଭୃତାକ୍ଷର କୁଟସ୍ଥ ଶକତି ଅକ୍ଷର। ଅନ୍ୟ ପୁରୁଷ ଯେ ପ୍ରଧାନ ପରମାତ୍ମା ତା ନାମ ଜାଣ। ଅବ୍ୟୟ ଈଶ୍ୱର ଯେ ସେହି ତିନି ଭୁବନେ ବ୍ୟାପୁଥାଇ। ସେ ପୁଣି କରନ୍ତି ଧାରଣ ଶୁଣି ସେ କରନ୍ତି ପାଳ। ମୁଁ ସମସ୍ତ ପ୍ରାଣୀଙ୍କଠାରେ ଜୀବ ସ୍ୱରୂପରେ ଥାଏ। ବିଷୟ ଜ୍ଞାନ ଯେତେ ଅଛି ମୋର ଶକ୍ତି ବଳରେ ମୋ ଠାରୁ କ୍ଷୟ ହୋଇଥିବାରୁ ବେଦରେ ଜ୍ଞେୟ ବେଦାନ୍ତରେ ଜ୍ଞାନ ବେଦାର୍ଥରେ ଜ୍ଞାତା ଅଟେ। ପୁରୁଷରେ ପ୍ରସିଦ୍ଧ କ୍ଷର ଓ ଅକ୍ଷର ବ୍ରହ୍ମାଦି ସ୍ଥାବରନ୍ତ ପ୍ରାଣୀ ବିଦ୍ୟାତ୍ମାକ୍ଷର କୁଟସ୍ଥ ଭାବେ ସ୍ଥାୟୀ। ସର୍ବଭୂତରେ ଯେ ଜୀବ ସେ ହେଉଛି କୁଟସ୍ଥ ମାୟା ଶକ୍ତି। ଅନ୍ୟ ଯେ ପ୍ରଧାନ ପୁରୁଷ ଅଛି ସେ ପରମାତ୍ମା। ସେ ଅବ୍ୟୟ ଈଶ୍ୱର। ସେ ଧାରଣ ପାଳନ କରନ୍ତି। ମୁଁ କ୍ଷର ଠାରୁ ଭିନ୍ନ ହୋଇ ଅକ୍ଷର ଶ୍ରେଷ୍ଠ ମୁଁ ଅଟଇ। ଏ ହେତୁ ଲୋକ ଦେଖ ମୁହିଁ ପୁରୁଷୋତ୍ତମ ନାମ ବହି। ଆହେ ଭାରତ ଯେଉଁ ନର ମାନବ ବୋଲି ମୋ ଶରୀର। ଯେ ଭବେ ସନ୍ଦେହ ନ କରେ ପ୍ରଧାନ ବୋଲି ନ ବିଚାରେ। ଭାବେ ମୁଁ ପୃଥକ ଜଡ଼ରୁ ପ୍ରଧାନ ଅଟଇ ଆତ୍ମାରୁ। ଏହି ଭାବରେ ଭଜେ ଯେହି ପ୍ରକୃତ ତତ୍ତ୍ୱଦର୍ଶୀ ସେହି। ଯେ ଲୋକ ସନ୍ଦେହେ ଭଜଇ ତା ଉପାସନା ସିଦ୍ଧି ନହି। ସଂକ୍ଷେପେ ତାହା ମୁଁ କହଇ ଅତି ଗୁପତ ଜ୍ଞାନ ଏହି। ଆହେ ଭାରତ ତୁ ନିଷ୍ପାପୀ କୃତାର୍ଥ ହେବୁ ନୁହଁ ତାପି। ଏହା ଯେ ଜାଣଇ ଯେ ଜ୍ଞାନୀ ସେ ବୁଦ୍ଧିମନ୍ତ ତରେ ପୁଣି। ଏ ବାଟ ପରମ ପଦାର୍ଥ ବାସୁଦେବ ଧ୍ୟାନରେ ରତ। ମୁଁ କ୍ଷରଠାରୁ ପୃଥକ ଅକ୍ଷରରୁ ଶ୍ରେଷ୍ଠ। ଏଣୁ ଲୋକ ବେଦରେ ମୋ ନାମ ପୁରୁଷୋତ୍ତମ। ଯେ ମୋତେ ପ୍ରଧାନ ମାନବ ବୋଲି ଭାବେ ଜଡ଼ରୁ ପୃଥକ ପ୍ରଧାନ ଆତ୍ମା ମନେ କରେ ସେ ପ୍ରକୃତ ତତ୍ତ୍ୱଦର୍ଶୀ। ଯେ ସନ୍ଦେହୀ ତାର ସିଦ୍ଧି ହୁଏ ନାହିଁ। ହେ ଅର୍ଜୁନ ମୁଁ ତ ଆଗରେ ସଂକ୍ଷେପରେ ଯାହା ସବୁ କହିଲି ଏ ଅତି ଗୁପ୍ତ ଜ୍ଞାନ ଅଟେ। ତୁ ନିଷ୍ପାପୀ ତୁ ପାପ ପଥରେ ନ ଯାଇ ସେହି ବାଟରେ ଗଲେ ମୁକ୍ତି ପାଇବୁ। ଇତି ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମପର୍ବଣି ଶ୍ରୀଭଗବଦ୍ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ପୁରୁଷୋତ୍ତମ ଯୋଗ ନାମ ପଞ୍ଚଦଶ ଅଧ୍ୟାୟ।